ଆହେ ଶୁଣ ଆହେ ଶୁଣ 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 ଦେଇ ମନ, ଆଜି ମୁଁ କରିବି ଭେଣ୍ଡି ବେସର ରନ୍ଧନ। ଏହି ଭେଣ୍ଡି ବେସର ଯେ କରିବି ମୁଁ ବୋଲି, କାହିଁ କେତେ ଦିନୁ ମନେ ମନେ ଭାବୁଥିଲି। ସେଥିପାଇଁ ଗୋଟେ କଳା କଡ଼ାଇ ବସାଇଲି। ତେଲ ଗରମ ହେଲା ପରେ ପଞ୍ଚ ଫୁଟଣକୁ ଦେଲି। ତାପରେ ବଟା ହେଇଥିବା ବେସରକୁ ଦେଇ, ତାପରେ ଟମାଟୋକୁ ଦେଲି ମୁଁ ପକାଇ। ତାପରେ ସ୍ୱାଦ ଅନୁସାରେ ଲୁଣ ହଳଦୀ ମୁଁ ଦେଲି, ଲୁଣ ହଳଦୀ ମୁଁ ଦେଲି। 4-5 ଥର ତାକୁ ଓଲଟ ପାଲଟ କଲି। ତାପରେ ଭୃସଙ୍ଗ ପତ୍ର କିଛିଟା ପକାଇ, ଭଲ ବାସ୍ନା ବହଟିବ ବୋଲି ଆହେ ଭାଇ। ଭୃସଙ୍ଗ ପତ୍ରରେ ତେତେ ଭଲ ବାସ୍ନା ତ ଆସଇ। ତାପରେ ଗୋଟେ ପ୍ଲେଟ୍ ଦହି ଦେଲି ମୁଁ ପକାଇ। ଆହା ଗୋଟେ ପ୍ଲେଟ୍ ଦହି ଦେଲି ମୁଁ ପକାଇ। ଏହିପରି ଭାବରେ ଯେ ଭେଣ୍ଡି ବେସର ରୋଷେଇ କରିବେ, ତାପରେ ଯାଇ ତାର ଅସଲ ମଜା ତ ପାଇବେ। ଗୋଟେ ଥର ଏହିପରି ଭାବରେ କରନ୍ତୁ, ସପରିବାର ସମସ୍ତଙ୍କୁ ପରସି ଯେ ଦିଅନ୍ତୁ। ଏହିପରି ଭାବରେ ଭେଣ୍ଡି ବେସର ଯେବେ ତ କରିବେ, ଅରୁଆ ଉଷୁନା ଭାତରେ ସଭିଙ୍କୁ ପରସି ଦେବେ। ଆହା ସଭିଙ୍କୁ ପରସି ଦେବେ। ଏହିପରି ଭାବରେ ଭେଣ୍ଡି ବେସର ଯେ କରୁଥିବେ, ଅରୁଆ ଭାତରେ ସମସ୍ତଙ୍କୁ ଖାଇବାକୁ ଦେବେ। କେମିତି ଲାଗିଲା ଆସି କମେଣ୍ଟରେ ଜଣାଇବେ।